Genesis Introduction Part 5 in ଓଡ଼ିଆ ଲାଙ୍ଗୁଏଜ୍। ମୋର ପ୍ରିୟ ଲୋକମାନେ, ଯେତେବେଳେ ଆମମାନେ 44 ପର୍ବରେ ଆମମାନେ ଦେଖିବା, ଏଥିରେ ଯୋସେଫ ଓ ତାଙ୍କର ଭାଇମାନଙ୍କୁ ତାଙ୍କ ପିତାଙ୍କ ନିକଟକୁ ଯିବା ନିମନ୍ତେ ସେ ଆଜ୍ଞା ଦେଲେ। ଆଉ ଯିବା ପୂର୍ବରୁ ତାଙ୍କର ଗୃହାଧ୍ୟକ୍ଷକୁ ଆଜ୍ଞା ଦେଲେ, ଏହି ଲୋକମାନଙ୍କ ପଟରେ ଯେତେ ଶସ୍ୟ ଧରଇ ସେତେ ପରିପୂର୍ଣ୍ଣ କରିଦିଅ। ପୁଣି ପ୍ରତ୍ୟେକର ଟଙ୍କା ପ୍ରତ୍ୟେକର ପଟ ମୁଖରେ ରଖିଦିଅ। ଆଉ ଯେଉଁ କନିଷ୍ଠର ପଟରେ, ଯେଉଁ ସମସ୍ତଙ୍କ ଠାରୁ ଛୋଟ ଭାଇ ବିନ୍ୟାମିନଙ୍କ ପଟରେ ଶସ୍ୟ କିଣିବା ଟଙ୍କା ସଙ୍ଗେ ଆମ୍ଭ ତାଟିଆ, ସେ ରୂପା ତାଟିଆ ରଖ। ତହିଁରେ ସେ ଯୋସେଫଙ୍କ କଥା ଅନୁସାରେ କଲେ। ଆଉ ପ୍ରଭାତ ହେବା ମାତ୍ରେ ସେମାନେ ଗର୍ଦ୍ଦଭ ସହିତ ବିଦାୟ ପାଇଲେ। ଆଉ ଯେତେବେଳେ ସେମାନେ ଯାଉଥିଲେ, ପୁଣି ନଗରରୁ ବାହାରି ବହୁତ ଦୂର ନ ଯାଉଣୁ ଯୋସେଫ ଆପଣା ଗୃହାଧ୍ୟକ୍ଷକୁ କହିଲେ, ତୁମ୍ଭେ ଉଠି ସେହି ମନୁଷ୍ୟମାନଙ୍କ ପଛେ ପଛେ ଦୌଡ଼ି ଯାଇ ସେମାନଙ୍କ ସଙ୍ଗେ ଧରି କୁହ, ତୁମେମାନେ ଏ କି ପ୍ରକାର କାମ କଲ? କାହିଁକି ଆମ ପ୍ରଭୁ ବା ମାଲିକ ଯେଉଁଠି ପାନ କରନ୍ତି ସେହି ତାଟିଆଟିକୁ ତୁମେ ନେଇ ଆସିଛ। ସେହି କଥା ଶୁଣି ସେମାନେ ବହୁତ ଦୁଃଖିତ ହେଲେ। ଆଉ ତହିଁରେ ସେମାନେ କହିଲେ, ଆମର ପ୍ରଭୁ କାହିଁକି ଏହିପରି କଥା କହୁଅଛନ୍ତି? ଆପଣଙ୍କ ଦାସମାନଙ୍କର ଏପରି କର୍ମ କରିବା ଦୂରେ ଥାଉ। ଦେଖନ୍ତୁ, ଆପଣା ପଟ ମୁଖରୁ ଆରଥର ଯେଉଁ ଟଙ୍କା ଆମମାନେ ପାଇଥିଲୁ, ତାହା ପୁଣି ଥରେ ଆମମାନେ ଫେରାଇ ଆଣିଥିଲୁ। ଆପଣଙ୍କ ଦାସମାନଙ୍କ ମଧ୍ୟରେ ଯାହାଠାରୁ ତାହା ମିଳେ ସେ ମରୁ। ପୁଣି ଆମ୍ଭେମାନେ ମଧ୍ୟ ପ୍ରଭୁଙ୍କର ଦାସ ହେବୁ। ଏହି ପ୍ରକାର କଥା ସେମାନେ କହିଲେ। ତହିଁରେ ସେ କହିଲା, ଭଲ ଅଛି, ତୁମମାନଙ୍କ କଥା ଅନୁସାରେ ଯାହା ପାଖରୁ ତାହା ମିଳିବ ସେ ଆମ୍ଭର ଦାସ ହେବ, ମାତ୍ର ଅନ୍ୟମାନେ ନିର୍ଦ୍ଦୋଷ ହେବେ। ଏହି ପ୍ରକାରେ କଥା ଯେତେବେଳେ କୁହାଗଲା, ସେମାନେ ସେହି କ୍ଷଣି ଭୂମିରେ ଆପଣା ପଟ ଖୋଲି ସେମାନେ ଦେଖିବାକୁ ଲାଗିଲେ। ଆଉ ଯେତେବେଳେ ଦେଖିଲେ, ସେମାନେ ବଡ଼ଠାରୁ ଯେ ଛୋଟ ଭାଇ ପର୍ଯ୍ୟନ୍ତ ତାଙ୍କର ଅଖା ଯେତେବେଳେ ଖୋଲାଗଲା, ଆଉ ସମସ୍ତଙ୍କର ଛୋଟ ଭାଇ ଯେ ବିନ୍ୟାମିନ, ତାଙ୍କର ଅଖାରୁ ସେହି ପାତ୍ରଟି ମିଳିଲା, ଯେଉଁ ପାତ୍ରରେ ଯୋସେଫ ପାନ କରୁଥିଲେ। ଯେବେ ଯୋସେଫ ସେମାନଙ୍କୁ କହିଲେ, ତୁମେମାନେ ଏପରି କାର୍ଯ୍ୟ କାହିଁକି କଲ? ତହିଁରେ ଜିହୁଦା କହିଲା, ଆମ୍ଭେମାନେ ପ୍ରଭୁଙ୍କ ସାମ୍ନାରେ ଆଉ କି ଉତ୍ତର ଦେବୁ? ଆଉ କି କଥା କହିବୁ? ଅବା କି ରୂପେ ଆପଣମାନଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବୁ? ତହିଁରେ ଯୋସେଫ କହିଲେ, ଏପରି କର୍ମ ଆମ୍ଭଠାରୁ ଦୂର ହେଉ। ଯାହାଠାରୁ ତାଟିଆ ମିଳିଅଛି ସେ ଆମ୍ଭର ଦାସ ହେବ, ମାତ୍ର ତୁମେମାନେ କୁଶଳରେ ପିତାଙ୍କ ନିକଟକୁ ଚାଲିଯାଅ। ତହିଁରେ ଜିହୁଦା ନିକଟକୁ ଯାଇ କହିଲା, ହେ ପ୍ରଭୁ, ଆପଣଙ୍କ ଏହି ଦାସକୁ ପ୍ରଭୁଙ୍କ କର୍ଣ୍ଣଗୋଚରରେ ପଦେ ନିବେଦନ କରିବାକୁ ଅନୁମତି ଦିଅନ୍ତୁ ଓ ଆପଣା ଦାସ ପ୍ରତି ଆପଣଙ୍କ କ୍ରୋଧ ପ୍ରଜ୍ୱଳିତ ନ ହେଉ, କାରଣ ଫାରୋଙ୍କ ତୁଲ୍ୟ ଯେ ଆପଣ ଅଟନ୍ତି। ପ୍ରଭୁ ଆପଣ ଦାସମାନଙ୍କୁ ପଚାରିଥିଲେ, ତୁମମାନଙ୍କର ପିତା କିଏ ବା ଭାଇ ଅଛନ୍ତି କି? ତହିଁରେ ଆମମାନେ ପ୍ରଭୁଙ୍କୁ ଉତ୍ତର ଦେଇଥିଲୁ, ଆମମାନଙ୍କ ପିତା ଅଛନ୍ତି, ସେ ବୃଦ୍ଧ ଲୋକ,
पुणी तांको वृद्ध अवस्था गोटे पुत्र अच्छी बोली सेठी कनिष्ठ मात्र ताहार सहोदर मरी अच्छी बोली आमने कहिथिलु सेही केवल ताहार मातार अवशिष्ट पुत्र मातांकर दुईटी पुत्र थिले जड़े मरी जाइछि आउ से जड़े मात्र अच्छे एणु एहार पिता ताहाकू स्नेह बहुत करती एथिरे आपण एही दास मानकू कहिथिले तुमे माने ताको आम कति को नहीं आस आमे ताहाकू आस चक्षुरु देखिबा बोली जे कहिले एथिपाई आमे ताहाकू आपण को निकट को नहीं आसिलु तेबे आम माने प्रभु को कहलु से युवा पिता को छाड़ी पारिब नाही से तांकर पिता को छाड़ी आसिले पिता मरीजिबे तहिरे आपण एही दास मान को कहिले तुम मानक संगरे जो सान भाई न आसिले तुम्हें माने आओ आम मुख देखि पारिब नाही आमे माने आपण को दास जे मो पिता तांको निकटरे उपस्थित होई तांको प्रभुंकर एही सब कथा कहिलु एथि उतारे आम मान को पिता कहिले तुम्हें माने पुनर्बार जाई आम मान को निमंते किछि भक्ष्य किणी आण तहिरे आम माने कहिलु जाई पारिबु नाही जेबे सान भाई आम मान को संगे जिबे तेबे जाई आमने जाई पारबो कारण सान भाई आम मान संगरे नथिले आम माने सही व्यक्ति को मुख देखि पारबो नाही तहिरे आपण को दास जे मोर पिता से आम मान को कहिले तुमे माने जानो आमर सही भाई ठारू दुईटी सही भार्य ठारू दुईटी पुत्र होइथिले से मानक मध्यरु गोटे आम निकटरू चलीगला तहु आमे कहलु से निश्चय खंड खंड होई विदीर्ण होई अछि पुणी सेठी दिन ठारू सही दिन ठारू आउ ताको देखि नाहु एबे आमर पाखरु एहाकू नहीं गले आमे कि प्रकारे रहिबो एही प्रकारे बापा जेतेबेले कहिले आउ आमने ताहाकू पुनर्बार प्रतिज्ञा दे आ मु निजे ही ताकू प्रतिश्रुति दे भाई को नहीं आसीथिले वर्तमान जदि याकू नहीं कि न जीवु तेबे आमनकर पिता से आ बंची रहिबे ना ए समस्त कथा सुनला परे जोसेफ आ निजको से आ कंट्रोल करि पारले नाही आउ से समस्त लोक मान को कहले जेते मिस्री लोक माने से जगह उपस्थित थिले समस्त को कहले तुम समस्ते बाहर जाओ आ जते बेले से समस्ते बाहर को पळैले आउ जोसेफ निजको भाई मान को सम्मुख से आउ प्रकाश करने को लगले आउ बहुत बड़ स्वर रे से क्रंदन करने को लगले आ निजको से कंट्रोल करि पारले नाही आ से कहले जे मु ही जोसेफ तुम मानकर भाई आ तुमे जे मते आओ से मिस्र देश को जीवा लोक मान को हस्तर तुमे बिकी देइथिलो आओ आज मु एठारे अछि तो एथिपाई आओ यही कथा जेतेबेले से माने सुनिले तार भाई माने पूरा आश्चर्य होई आ कौन सी उत्तर दे पारले नाही यह देखी जोसेफ तांको भाई मान को कहले से देखो वर्तमान तो माने कौन सी प्रकार चिंतित हेबा दरकार नाही आओ तमे जे बिकी थिलो ताहा परमेश्वरंकर इच्छा थिला आ परमेश्वरंकर योजना यही प्रकार थिला जे तुम मान को यही प्रकार दुर्भिक्ष रे उद्धार करबा पई परमेश्वर आगरू ही मते
ଏହି ମିଶ୍ର ଦେଶକୁ ପଠାଇ ଅଛନ୍ତି। ଆଉ ଏହା ପରମେଶ୍ୱରଙ୍କର ଯୋଜନା ଥିଲା। ଏଥିପାଇଁ କେହି ବର୍ତ୍ତମାନ ଦୁଃଖିତ ହେବାର ଆବଶ୍ୟକ ନାହିଁ। ତାପରେ ଯୋସେଫ ଭାଇମାନଙ୍କୁ କହିଲେ ଯେ କ'ଣ ସେହି ବୃଦ୍ଧ ବାପା ଆଜି ବି ସେ ଜୀବିତ ଅଛନ୍ତି? ତେବେ ମୋର ଭାଇମାନେ ଯାଅ ଆଉ ବାପାଙ୍କ ନିକଟକୁ ଯାଇ ଆଉ ଏହି ସମସ୍ତ ଆଉ ଖାଦ୍ୟଦ୍ରବ୍ୟ ତାହାଙ୍କୁ ଦିଅ, ଆଉ ପୁନର୍ବାର ବାପାଙ୍କୁ ନେଇ ମୋ ନିକଟକୁ ଘେନି ଆସ। ଏହି ପ୍ରକାରେ ସମସ୍ତ କଥା ସେ ତା'ର ଭାଇମାନଙ୍କୁ ସେଠାରୁ ସେ ବିଦାୟ କଲେ। ଆଉ ତା'ର ଭାଇମାନେ ଯାଇ ସେହି କ୍ନାନ୍ୟ ଦେଶରେ ତା'ର ବାପାଙ୍କୁ ଏ ସମସ୍ତ ବୃତ୍ତାନ୍ତ କହିଲେ ଯେ ଯୋସେଫଙ୍କ ସହିତ କି ପ୍ରକାର ଘଟଣା ଘଟିଲା। ସେ ସମସ୍ତ କଥା ତା'ର ବାପାକୁ ସେମାନେ କହି ଶୁଣାଇଲେ। ଆଉ ଏହି କଥା ଶୁଣି ଯାକୁବ ବହୁତ ଖୁସି ହେଲେ। ଆଉ ତହିଁରେ ଇସ୍ରାଏଲ କହିଲେ, ଯଥେଷ୍ଟ ମୋହର ପୁତ୍ର ଯୋସେଫ ଆଜି ଯାଏ ବଞ୍ଚିଅଛି। ମୁଁ ଯିବି, ମରଣ ପୂର୍ବେ ତାହାକୁ ନିଶ୍ଚୟ ଦେଖିବି। ଆଉ ଯେତେବେଳେ ଆମେ 46 ପର୍ବରେ ଦେଖିବା, ଏଠାରେ ଇସ୍ରାଏଲ ବା ଯାକୁବ ନିଜର ସମସ୍ତ ଘେନି ସେ ଆଉ ତା'ର ମିଶ୍ର ଦେଶକୁ ଯୋସେଫଙ୍କ ନିକଟକୁ ସେ ବାହାରିଲେ। ତା'ର ସମସ୍ତ ପୁତ୍ର ପରିବାର ସମସ୍ତେ ଆଉ ପ୍ରସ୍ତୁତ ହୋଇ ସେମାନେ ବାହାରିଲେ। ଆଉ ରାସ୍ତାରେ ସେମାନେ ବେର୍ଷେବାରେ ପରମେଶ୍ୱରଙ୍କ ନିକଟରେ ଏକ ବଳିଦାନ କଲେ। ଆଉ ତହିଁ ରାତିରେ ପରମେଶ୍ୱର ଯାକୁବଙ୍କୁ ଦର୍ଶନ ଦେଇ କହିଲେ, ହେ ଯାକୁବ। ସେତେବେଳେ ଯାକୁବ କହିଲେ, ହଁ ପରମେଶ୍ୱର, ମୁଁ ଏଠାରେ ଅଛି। ତାପରେ ପରମେଶ୍ୱର କହିଲେ, ତୁମେ ତୁମେ ମିଶ୍ର ଦେଶକୁ ଯିବା ନିମନ୍ତେ ତୁମେ ଭୟ କର ନାହିଁ। ଆଉ ମୁଁ ତୁମମାନଙ୍କ ସଙ୍ଗରେ ଅଛି। ମୁଁ ତୁମମାନଙ୍କ ସଙ୍ଗରେ ଯିବି। ଆଉ ସେଇ ମିଶ୍ର ଦେଶରେ ଆଉ ମୁଁ ତୁମମାନଙ୍କୁ ଆଶୀର୍ବାଦ କରିବି। ଆଉ ବଡ଼ ଗୋଷ୍ଠୀ ମୁଁ କରିବି। ଆମ୍ଭେ ତୁମ ସଙ୍ଗରେ ମିଶ୍ର ଦେଶକୁ ଯିବା। ପୁଣି ଆମ୍ଭେ ମଧ୍ୟ ସେଠାରୁ ତୁମକୁ ନିଶ୍ଚୟ ବାହୁଡ଼ାଇ ଆଣିବା। ପୁଣି ଯୋସେଫ ନିଜ ହସ୍ତରେ ତୁମର ଚକ୍ଷୁ ମୁଦ୍ରିତ କରିବ ବୋଲି ଯେତେବେଳେ ପରମେଶ୍ୱର କହିଲେ, ଏ ପ୍ରକାରେ ଯାକୁବ ଆପଣା ପୌତ୍ର ଓ ପତ୍ରୀ ସମସ୍ତ ପରିବାର ସହିତ ନେଇ ସେ ମିଶ୍ର ଦେଶକୁ ଗଲେ। ଆଉ ମିଶ୍ର ଦେଶକୁ ଆଗତ ଇସ୍ରାଏଲ ବଂଶ ଅର୍ଥାତ୍ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ, ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ହେଲା ରୁବେନର ପୁତ୍ର ହନକ, ପଲୁ, ହିସ୍ରନ ଓ କର୍ମୀ। ଆଉ ସିମେନର ପୁତ୍ର ଜିମୁଏଲ, ଆଉ ଜାମିନ ଓ ଜିହଦ, ଜାକିନ ଓ ସହର ଓ ତାହାର କିଣାନ୍ୟ ସ୍ତ୍ରୀ ଠାରୁ ଜାତ ପୁତ୍ର ଶଉଲ। ଏହି ପ୍ରକାରେ ଆମମାନେ ସେମାନଙ୍କର ଆଉ ଯେତେ ଲୋକ ସେଠୁ ବାହାରିଥିଲେ 70 ଜଣ ଟୋଟାଲ ତାଙ୍କ ପରିବାର ଲୋକ ଯୋସେଫଙ୍କ ନିକଟକୁ ମିଶ୍ର ଦେଶକୁ ଯିବାର ଆମେ ଏହି 46 ପର୍ବରେ ଆମମାନଙ୍କୁ ଦେଖିବାକୁ ମିଳେ। ଆଉ ଏ ସମସ୍ତେ ଯାଇ ଯେତେବେଳେ ଯୋସେଫଙ୍କ ନିକଟରେ ଉପସ୍ଥିତ ହେଲେ, ଯୋସେଫ ଫାରୋ ରାଜାଙ୍କୁ ଇନଫର୍ମେସନ୍ ଜଣାଇଦେଲେ ଯେ ମୋର ବାପା ମା ଏବଂ ମୋର ଭାଇମାନେ, ମୋର ପରିବାର ସମସ୍ତେ ଏଠାରେ ମୋ ନିକଟକୁ ସେମାନେ ଆସିଅଛନ୍ତି। ତ ଏହି କଥା ଶୁଣି ଫାରୋ ରାଜା ବହୁତ ଖୁସି ହେଲେ। ଆଉ କହିଲେ ଯେ ତୁମମାନଙ୍କୁ ଏ ଦେଶ ତୁମମାନଙ୍କ ନିମନ୍ତେ ସ୍ୱାଗତ। ଆଉ ଏରିଆରେ ଆପଣମାନଙ୍କୁ ଯାହା
जो जगह जो एरिया दरकार से ही एरिया रे जाई तुमे बस आ सेठारे बसति स्थापना कर आ तहिरे से माने आ जाकुब ओ तार परिवार समस्ते मिसरर गसन प्रदेश रे बास कले। पुणी सेठारे से माने अधिकार पाई प्रजावंत ओ अतिशय बहु वंश हेले। जाकुब मिसर देश रे 70 बरस काल क्षेपण कले। तांकर परमायुर दिवस 147 वर्ष थिला। इस्राएल मानकर मरण दिन सन्निकट हेबारु सही इस्राएल बा जाकुबंकर मरण दिन सन्निकट हेबारु से अपना पुत्र जोसेफ को डकाई कहिले, मु जे तुम साक्षातरे अनुग्रह पाइली तेबे विनय करुअछि तुम्भे मो जंगरे हस्त दियो। पुणी मो प्रति दया व सत्य व्यवहार करी एही मिसर देश रे मते कबर दियो नाही, मात्र मु अपना पूर्वपुरुष मानक सहित शयन कले तुम्भे मते एही मिसर देशरू घेनी जाए से मानक कबर स्थान रे कबर साई कराओ। तहिरे जोसेफ कहिले, तुम आज्ञा प्रमाणे ताहा मु करिबी। तहु जाकुब जोसेफ को शपथ करने को कहते से तांको निकटरे शपथ कले। सेतेबेले इस्राएल सज्जार मुंड आड़े प्रणाम कले। आउ 48 पर्व रे जेतेबेले हमने देखिबा सही समस्त घटना पर जोसेफ को कही संवाद देले जे देख तुमर पिता पीड़ित अवस्था अछंती। आउ सही समय जोसेफ तांकर 2 पुत्र मानकु मनसी व इफ्रेम को संगरे नहीं गले। आउ जितेबले जाकुब को एक खबर तांको मिलला जे तमर पुओ जोसेफ से तुम निकट को आसुअछंती, यह शुणी से निज शज्यर से उठी बसी पड़ले एवं जेतेबेले से आसिले आउ खुशी होई तांको कहिले, मु परमेश्वर को धन्यवाद दिए। मु भावी नथिली पुनर्बार मोर पुओ को मु देखि पारि बोली, किंतु मु देखि पारि अछि। एथिपाई मो प्रभु को धन्यवाद मु देउछि। आउ एहा परे जोसेफ तांकर 2 पुत्र को जाकुब निकट को नहीं आसिले। आउ से 2 पुत्र को देखी जाकुब पचारे एमाने किए? तो जोसेफ कहिले जे एमाने मोहर पुत्र माने जे परमेश्वर एही मिस्र देश रे मते एमान को देई अछंती। आउ से 2 पुत्र को तुमे जोसेफ जाकुब कहिले एमान को मो निकट को नहीं आसो, आउ एमान को मो आशीर्वाद देवी। आउ से मान को बड़ पुत्र को दक्षिण हस्त साइड रे एवं छोट पुत्र को बाम हस्त साइड रे जोसेफ ठिया कराइले, किंतु जाकुब से मान को छोट छोट पुत्र उपरे दक्षिण हस्त एवं बड़ पुत्र उपरे बाम हस्त थई से मान को आशीर्वाद कले। आ से समय जोसेफ ताहा देखी तार बापांकर हस्त उठाई से कहले, नहीं बापा से प्रकार करंतु नहीं, आउ बड़ पुत्र होउची एही। किंतु तांकर पिता असमत होई कहिले,
ହେ ମୋର ପୁତ୍ର, ତାହା ମୁଁ ଜାଣେ ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମଧ୍ୟ ମହାନ ହେବ, ମାତ୍ର ତାହାର କନିଷ୍ଠ ଭ୍ରାତା ତାହାଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁ ଗୋଷ୍ଠୀକ ହେବେ। ସେହିଦିନ ସେ ସେମାନଙ୍କୁ ଆଶୀର୍ବାଦ କରି କହିଲେ, ଇସ୍ରାଏଲ ବଂଶ ଆଶୀର୍ବାଦ କରିବା ସମୟରେ ତୁମମାନଙ୍କ ନାମ ଧରି କହିବେ, ପରମେଶ୍ୱର ତୁମକୁ ଇଫ୍ରାଇମ୍ ଓ ମନାସେ ତୁଲ୍ୟ କରନ୍ତୁ। ଏହି ପ୍ରକାରେ ସେ ମନାସେ ଠାରୁ ଇଫ୍ରାଇମ୍‌କୁ ଅଗ୍ରଗଣ୍ୟ କଲେ। ଆଉ ଇସ୍ରାଏଲ ଯୋସେଫଙ୍କୁ କହିଲେ, ଦେଖ, ମରୁଅଛି, ମାତ୍ର ପରମେଶ୍ୱର ତୁମମାନଙ୍କ ସଙ୍ଗରେ ଥିବେ ଓ ତୁମମାନଙ୍କୁ ପୁନର୍ବାର ପୈତୃକ ଦେଶକୁ ନେଇଯିବେ। ମୁଁ ଆପଣା ଖଡ଼୍ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି। ଏହି ପ୍ରକାରେ ଯେତେବେଳେ ଆମେ 49 ପର୍ବରେ ଆମେ ଦେଖିବା, ଏଠାରେ ଯାକୋବ ଆପଣା ସମସ୍ତ ପୁତ୍ରମାନଙ୍କୁ ଏକତ୍ର କରି ଡକାଇ କହିଲେ ଯେ ଶେଷ କାଳରେ ତୁମମାନଙ୍କ ପ୍ରତି ଯାହା ଯାହା ଘଟିବ ତାହା ମୁଁ ତୁମମାନଙ୍କୁ କହୁଅଛି। ହେ ଯାକୋବର ପୁତ୍ରଗଣ, ଏକତ୍ର ହୋଇ ଶୁଣ ଓ ତୁମମାନଙ୍କ ପିତା ଇସ୍ରାଏଲର ବାକ୍ୟ ଶୁଣ। ଏହି ପ୍ରକାରେ ସେ ଜଣ ଜଣଙ୍କର ନାମ ଧରି ପ୍ରତ୍ୟେକଙ୍କୁ ସେ ତାଙ୍କର ଭବିଷ୍ୟତରେ କି ପ୍ରକାର ଆଶୀର୍ବାଦର ପାତ୍ର ହେବେ ତାହା ସେ ସେମାନଙ୍କୁ କହିଲେ। ଏହି ରୂପେ ଯାକୋବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ 2 ପାଦ ଏକତ୍ର କରି ପ୍ରାଣ ତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। ସେତେବେଳେ ଯୋସେଫ ଆପଣା ପିତାଙ୍କର ମୁଖରେ ମୁଖ ଦେଇ ରୋଦନ କରି ଚୁମ୍ବନ କଲେ। ପୁଣି ଯୋସେଫ ଆପଣା ପିତାଙ୍କର ଶବ ଉଦ୍ବିଗ୍ନ ଦ୍ରବ୍ୟାକ୍ତ କରିବା ପାଇଁ ଆପଣା ଦାସ ବୈଦ୍ୟମାନଙ୍କୁ ଆଜ୍ଞା ଦେଲେ। ତହିଁରେ ବୈଦ୍ୟମାନେ ଇସ୍ରାଏଲମାନଙ୍କର ଶବକୁ ଉଦ୍ବିଗ୍ନ ଦ୍ରବ୍ୟାକ୍ତ କଲେ। ଆଉ ତାହା କରିବା ପାଇଁ 40 ଦିନ ଲାଗିଲା, କାହିଁକିନା ତାହା ଉଦ୍ବିଗ୍ନ ଦ୍ରବ୍ୟାକ୍ତ କରିବା ପାଇଁ 40 ଦିନ ଲାଗେ। ପୁଣି ମିଶ୍ରୀୟ ଲୋକମାନେ ତାଙ୍କ ନିମନ୍ତେ 70 ଦିନ ଯାଏ ଶୋକ କଲେ। ଏହାପରେ ଯୋସେଫ ମିଶ୍ର ଦେଶର ଲୋକମାନଙ୍କୁ କହିଲେ ଯେ ତୁମମାନେ ଯଦି ମୋ ପ୍ରତି ସ୍ନେହ କର, ତେବେ ମୋର ପିତାଙ୍କର କହିଥିବା କଥାକୁ ଫାରୋ ରାଜାଙ୍କ ନିକଟକୁ ପହଞ୍ଚାଇ ଦିଅ। ମୋତେ ମୋର ପିତା ମରିବା ପୂର୍ବରୁ ସେ କହିଥିଲେ ଯେ ମୁଁ ଯେତେବେଳେ ମରିଯିବି ଆଉ ମୋର ଶବକୁ ଅନ୍ତିମ ସଂସ୍କାର ବା ତୁମେ ମୋର ପିତୃପୁରୁଷମାନଙ୍କୁ ଯେଉଁ ଜାଗାରେ କବର ଦିଆଯାଇଛି ସେହି ଜାଗାକୁ ନେଇ ମୋତେ କବର ଦେବ। ତ ଆଉ ସେହି କଥାକୁ ମୁଁ ତାହାଙ୍କ ଦ୍ୱାରା ପିତାଙ୍କ ସହିତ ମୁଁ ପ୍ରତିଜ୍ଞା କରିଅଛି। ଏଥିପାଇଁ ରାଜାଙ୍କ ଠାରୁ ପରମିଶନ ମୋତେ ଦରକାର। ଆଉ ଯେତେବେଳେ ତାଙ୍କୁ ଆଦେଶ ମିଳିଲା, ଆଉ ସେ ତାଙ୍କ ପିତାଙ୍କର ଡେଥ୍ ବଡ଼ିକୁ ସେ ନେଇ ଆଉ ତାଙ୍କର ପିତା ଯାକୋବଙ୍କର ପିତା ଇସାକଙ୍କୁ ଯେଉଁ ଜାଗାରେ ମାଟି ଦିଆଯାଇଥିଲା, ଯେଉଁଠି ତାକୁ ସମାଧି କରାହେଇଥିଲା, ସେହି ଜାଗାରେ ନେଇ ତାହାଙ୍କୁ ମଧ୍ୟ ସମାଧି କରାଗଲା। ତାପରେ
ଆମମାନେ ଦେଖିବାକୁ ପାରୁଛୁ ଯେ ତାର ଭାଇମାନେ ଯୋସେଫଙ୍କ ପ୍ରତି ଭୟଭୀତ ହେଲେ। ସେମାନେ ଭାବିଲେ ଯେ ବର୍ତ୍ତମାନ ଯୋସେଫ ଆମମାନଙ୍କର ବଦଲା ନେବ, କାରଣ ସେ ଆମମାନଙ୍କ ପ୍ରତିଶୋଧ ନେବ। ଆମମାନେ ତାହାକୁ ମାରି ଦେଇଥିଲୁ ଆଉ ତାକୁ ବିକି ଦେଇଥିଲୁ, କିନ୍ତୁ ବର୍ତ୍ତମାନ ସେ ରାଜା ପଦବୀରେ ଅଛି ବା ସେ ବର୍ତ୍ତମାନ ମନ୍ତ୍ରୀ ପଦବୀରେ ଅଛି, ଆଉ ସେ ଆମମାନଙ୍କୁ ମାରି ଦେଇପାରେ। ଏହି ପ୍ରକାରେ ସେମାନେ ଚିନ୍ତିତ ହୋଇ ତାର ଭାଇଙ୍କୁ ସେମାନେ କହିଲେ, ଯୋସେଫଙ୍କୁ କହିଲେ ଯେ ଦେଖ, ଆମମାନେ ଯାହା ବି ଆଉ ତୋ ସହିତ ଆଗରେ କରିଥିଲୁ, ଏଥିପାଇଁ ଆମମାନେ କ୍ଷମା ମାଗୁଅଛୁ। ଆମର ବାପା ମରିବା ପୂର୍ବରୁ ସେ କହିଥିଲେ ଯେ ତୋର ଭାଇକୁ ତମେ ଏହି ପ୍ରକାର କ୍ଷମା ମାଗ ବୋଲି। ଏଥିପାଇଁ ଆମମାନେ ତୁମଠୁ କ୍ଷମା ମାଗୁଅଛୁ, ଆଉ ସେ ଅପରାଧ ଯାହା ବି ଆମମାନେ କରିଅଛୁ ଏଥିପାଇଁ ଆମମାନଙ୍କୁ କ୍ଷମା ଦିଅନ୍ତୁ। ଆଉ ସେହି ସମୟରେ ଯୋସେଫ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଭୟ କର ନାହିଁ। ମୁଁ କ'ଣ ପରମେଶ୍ୱରଙ୍କର ପ୍ରତିନିଧି? ତୁମମାନେ ମୋ ବିରୁଦ୍ଧରେ ମନ୍ଦ କଳ୍ପନା କରିଥିଲ ସତ, କିନ୍ତୁ ତାହା ପରମେଶ୍ୱରଙ୍କର ସେ ପ୍ରକାର କଳ୍ପନା ଥିଲା। ଏଥିପାଇଁ ପରମେଶ୍ୱର ଆଜି ମୋତେ ତୁମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଏଠାକୁ ପଠାଇଅଛନ୍ତି। ଏହି ପ୍ରକାର କହି ସେ ସେମାନଙ୍କୁ ସାନ୍ତ୍ୱନା ଦେଲେ, ଆଉ ସେ କ୍ରନ୍ଦନ କଲେ, କାରଣ ସେମାନଙ୍କର ଏହି ଦୁଃଖର ବିଷୟ କ୍ଷମା ମାଗିବାର କଥା ତାଙ୍କୁ ବହୁତ ସ୍ପର୍ଶ କରିଥିଲା। ଏଣୁକରି ସେ କହିଲେ, ତୁମମାନେ ଏବେ ଭୀତ ହୁଅ ନାହିଁ। ମୁଁ ତୁମମାନଙ୍କୁ ଓ ତୁମମାନଙ୍କ ବାଳକଗଣକୁ ପ୍ରତିପାଳନ କରିବି। ଏହି ପ୍ରକାରେ ସେ ସେମାନଙ୍କୁ କହି ସାନ୍ତ୍ୱନା ଦେଲେ। ଯୋସେଫ ଓ ତାଙ୍କର ପିତୃ ପରିବାର ମିଶ୍ରରେ ବାସ କରି ରହିଲେ। ଯୋସେଫ 110 ବର୍ଷ ଜୀବିତ ରହିଲେ। ତାପରେ ଯୋସେଫ ଇବ୍ରାହିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନ ସନ୍ତତି ଦେଖିଲେ। ପୁଣି ଯୋସେଫ ମନସ୍ସେର ମାଖିର ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ ମଧ୍ୟ ସେ କୋଳରେ ନେଲେ। ତାପରେ ଯୋସେଫ ଭାଇମାନଙ୍କୁ କହିଲେ, ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମମାନଙ୍କର ତତ୍ତ୍ୱାବଧାନ ନେବେ। ପୁଣି ଏହି ଦେଶରୁ ତୁମମାନଙ୍କୁ ବାହାର କରି ଯେଉଁ ଦେଶ ଦେବା ପାଇଁ ଆବ୍ରାହମ, ଇସାକ ଓ ଆମମାନଙ୍କର ପିତା ଯାକୋବଙ୍କ ନିକଟରେ ପରମେଶ୍ୱର ଶପଥ କରିଅଛନ୍ତି, ସେହି ଦେଶକୁ ସେ ତୁମମାନଙ୍କୁ ନେଇଯିବେ। ଆହୁରି ଯୋସେଫ ଇସ୍ରାଏଲଙ୍କର ସନ୍ତାନମାନଙ୍କୁ ଏହି ଶପଥ କରାଇ କହିଲେ ଯେ ପରମେଶ୍ୱର ଅବଶ୍ୟ ତୁମମାନଙ୍କର ତତ୍ତ୍ୱାବଧାନ କରିବେ। ସେହି ସମୟରେ ତୁମମାନେ ଏ ସ୍ଥାନରୁ ମୋହର ଅସ୍ଥି ନେଇଯିବ। ଏହି ପ୍ରକାର ଯୋସେଫ 110 ବର୍ଷ ବୟସରେ ମରିଗଲେ। ଆଉ ତହିଁରେ ସେମାନେ ତାଙ୍କର ଶବକୁ ଉଦ୍ବିଗ୍ନ ଦ୍ରବ୍ୟାକ୍ତ କରି ମିଶର ଦେଶରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ। ଏହାପରେ ଆମମାନେ ଯାତ୍ରା ପୁସ୍ତକରେ ଆମମାନେ ଦେଖିବା, ତ ଯାତ୍ରା ପୁସ୍ତକରେ ମୋଶା ଆଉ ଯୋସେଫଙ୍କର ସେହି ଅସ୍ଥିକୁ ଘେନି ସେ କିଣାନ୍ୟ ଦେଶକୁ ସେ ପ୍ରସ୍ଥାନ ହେଉଛନ୍ତି। ଏହି ପର୍ଯ୍ୟନ୍ତ ଆମମାନେ ଦେଖିଲୁ ଯେ ଆଦି ପୁସ୍ତକର ପରିଚୟ ବିଷୟରେ। ଆଉ ବର୍ତ୍ତମାନ ଆମମାନେ ପ୍ରତ୍ୟେକ ପର୍ବର ପଦ ଆମମାନେ ତା'ର ଇତିହାସ ଏବଂ ତା'ର ବ୍ୟାକଗ୍ରାଉଣ୍ଡ ଆଉ ସେ ସମସ୍ତ ଭଲ ଭାବରେ
ଆମମାନେ ପ୍ରତ୍ୟେକ ପର୍ବକୁ ଏବଂ ପଦକୁ ଆମମାନେ ଆସନ୍ତା ଦିନମାନଙ୍କରେ ଆମମାନେ ଦେଖିବା।